ନିଜର ପ୍ରେମମୟ ଈଶ୍ୱରଙ୍କୁ ଖୋଜିବାର ମାର୍ଗ। ଈଶ୍ୱରଙ୍କ ବିଷୟରେ ଅନେକ ଧାରଣାମାନ ରହିଛି। କେତେଗୁଡ଼ିକ ଧାରଣା ତୁମକୁ ଏପରି ସ୍ଥିତିରେ ସ୍ଥାପିତ କରିଥାଏ ଯେ ଯେଉଁଥିରେ କି ତୁମକୁ ବାରମ୍ବାର ଦୂରକୁ ଚାଲିଯାଉଥିବା ଭଗବାନଙ୍କର ପଛରେ ଦୌଡ଼ିବାକୁ ପଡ଼ିଥାଏ। ସେହି ଭଗବାନ ମରୁଭୂମିରେ ମୃଗ ମରୀଚିକା ସଦୃଶ ଦୃଷ୍ଟିଗୋଚର ହୁଅନ୍ତି। ସିଏ ସର୍ବଦା ବିଜେତା ରୂପରେ ତୁମ ସମ୍ମୁଖକୁ ଆସିଥାନ୍ତି ତଥା ସେତେବେଳେ ତୁମେ ନିଜକୁ ନିରନ୍ତର ଭ୍ରମିତ ଅବସ୍ଥାରେ ହିଁ ପାଇଥାଅ। ପ୍ରେମମୟ ଭଗବାନଙ୍କର ବିଷୟରେ ବିଚାର କର। ତୁମେ ସେହି ଭଗବାନଙ୍କୁ ଅନୁସରଣ କର ଯିଏକି ତୁମେ ଯିବା ପରେ ତୁମର ପାଦଚିହ୍ନ ଉପରେ ଦୃଷ୍ଟି ରଖିଛନ୍ତି ତଥା ଯିଏକି ତୁମର ପ୍ରତ୍ୟାବର୍ତ୍ତନ ପରେ ଉତ୍ସବ ପାଳନ କରନ୍ତି। ତୁମେ ମନୁଷ୍ୟମାନଙ୍କ ଆଡ଼କୁ ନିଜେ ସ୍ୱୟଂ ଆସୁଥିବା ସେହି ପ୍ରେମମୟ ଭଗବାନଙ୍କୁ ସ୍ମରଣ କର। ଏହି ଭଗବାନ ଚାହାନ୍ତି ଯେ ତୁମେ ଏହି ତଥ୍ୟକୁ ସମ୍ପୂର୍ଣ୍ଣ ଭାବରେ ଜାଣିଥାଅ ଯେ ଭଗବାନଙ୍କୁ ଭଲ ପାଉଥିଲେ ତୁମେ ଅବିନାଶୀ ହୋଇପାରିବ। ତୁମର ସୁରକ୍ଷା ପ୍ରତି ପ୍ରାୟ ଅଧୀର ହୋଇ ଶ୍ରୀକୃଷ୍ଣ ଆଗ୍ରହରେ କହିଛନ୍ତି ଯେ ଅନିତ୍ୟମ ସୁଖ ଲୋକମିମ ପ୍ରାପ୍ୟ ଭଜସ୍ୟ ମାମ୍, ଅର୍ଥାତ୍ ତୁ ଏହି କ୍ଷଣଭଙ୍ଗୁର ଏବଂ ସୁଖ ରହିତ ଜଗତରେ ନିରନ୍ତର ମୋର ହିଁ ଭଜନ କର। ଏହା ଛଡ଼ା ମନ୍ମନା ଭବ ମୋ ଭକ୍ତ ମନ୍ଦାଜି ମା ନମସ୍କୁରୁ, ଅର୍ଥାତ୍ କେବଳ ମୋରି ଉପରେ ହିଁ ନିଜର ଧ୍ୟାନକୁ କେନ୍ଦ୍ରୀଭୂତ କର, ମୋତେ ହିଁ ଭକ୍ତି କର, ନିଜକୁ ମୋଠାରେ ହିଁ ସମର୍ପିତ କର, ମୋତେ ହିଁ ନମସ୍କାର କର। ପରମାତ୍ମାଙ୍କର ଏହି କଥନରେ କେତେ ହୃଦୟ ବିଦାରକ ତଥା ପୀଡ଼ାମୁକ୍ତ ପ୍ରେମ ବିହ୍ୱଳତା ଅନୁଭବ କରି ନ ହୁଏ, ଯେଉଁଥିରେ କି ଭଗବାନ ନିଜ ପ୍ରତି ପ୍ରେମର ଯାଚନା କରିଛନ୍ତି। ଭଗବାନଙ୍କର ଏହି ବିହ୍ୱଳତାକୁ, ଏହି ବେଦନାକୁ, ଏହି ନିରୀହତାକୁ କେହି କେବେ ବୁଝିବାକୁ ଚେଷ୍ଟା କରିଛନ୍ତି?